ମାଲିକେ ଜୟ ଜଗନ୍ନାଥ। ମୁଁ ଆଉ କ'ଣଟା କହିବି, ଆପଣମାନେ ତ ଜାଣି ବି ସାରିଥିବେ ଷ୍ଟୋରି ଦେଖିକିନା। ତ ଚାଲନ୍ତୁ ଆମେ ଆଜି ସବୁ ବାହାରିଛୁ ମାନେ କୋଲକାତା ବୁଲିଯିବା ପାଇଁ। ମୁଁ ଯାଉଛି ମୋ ଶୋ ପାଇଁ, ଆଉ ଏମାନେ ସମସ୍ତେ ଯାଉଛନ୍ତି ବୁଲିଯିବା ପାଇଁ, ମାନେ ଘର ଲୋକ। ତ ଦେଖନ୍ତୁ ଆମେ ଫାଇନାଲି ଆସି ଏବେ ବସ୍ ପାଖରେ ଠିଆ ହେଇଛୁ। ବସ୍ ପାଖରେ ଠିଆ ହେଇथे ସାଙ୍ଗେ ସାଙ୍ଗେ ତ ନୁହଁ, 4-5 ଘଣ୍ଟା ପରେ ଆମେ ଆସି ପହଞ୍ଚିଯାଇଛୁ କୋଲକାତା। ଦେଖନ୍ତୁ ସେ ଗୋଟେ ବଦମାସ କେତେ ବଦମାସି କରିଛି। ଦେନ୍ ଦେଖନ୍ତୁ କେତେ ସୁନ୍ଦର ସାଉଣ୍ଡ ଗୀତ ଗାଉଛନ୍ତି ସେମାନେ ଗଙ୍ଗା ସାଇଡ଼୍ରେ। ତ ଶୁଣନ୍ତୁ। ଦେନ୍ ଆମର ତ ଜଗା ଚାରିପଟେ ତ ବିଖ୍ୟାତ, ସିଏ ଆପଣମାନେ ଜାଣି ହିଁ ଥିବେ। ତ ଦେଖନ୍ତୁ ଏଠି ଜଗନ୍ନାଥ କେତେ ସୁନ୍ଦର ଦେଖାଯାଉଛନ୍ତି 3 ଜଣ ଯାକକୁ। ଦେନ୍ ଆମେ କାଳିଘାଟ କାଳୀ ମନ୍ଦିର ହେଇକି ଯାଉଥିବା ଗୋଟେ ସାଉଣ୍ଡ ଶୁଣନ୍ତୁ, ଏତେ ସୁନ୍ଦର ସାଉଣ୍ଡ। ଆପଣ ଶୁଣନ୍ତୁ, ଗୋଟେ ନିହାତି କମେଣ୍ଟ କରି ଜଣାଇବେ କେମିତି ଲାଗୁଛି ସାଉଣ୍ଡ। ଦେନ୍ ସେଠୁ ଗଲାପରେ କାଳିଘାଟ ସାଇଡ଼୍ରେ ଯେଉଁଠି ଆମର ଏସ୍କାଲେଟର୍ ଥିଲା, ସେଠି ଦେଖନ୍ତୁ ଚଢ଼ିବା ପାଇଁ ମାନେ କମେଡ଼ି ସବୁ କରିଥିଲେ। ଦେନ୍ ହଁ, ମୋତେ ଏଇ ଜାଗାଟା ବହୁତ ସୁନ୍ଦର ଲାଗେ, ଲିଟିଲ୍ ବିଲିଭ୍ କରିବେନି, କାହିଁକି ଏଇ ଜିନିଷଟା ବହୁତ ସୁନ୍ଦର ଦେଖାଯାଏ। ଦେନ୍ ଆମେ ଆସିଥିଲୁ ବିର୍ଲା ଟେମ୍ପଲ୍, ଯେଉଁଟାକି ମୁଁ ଫାର୍ଷ୍ଟ ଟାଇମ୍ ଭିଜିଟ୍ କରିଛି କୋଲକାତା। ଆସିଛି ଆଗରୁ କୋଲକାତା, ବଟ୍ ମୁଁ ଫାର୍ଷ୍ଟ ଟାଇମ୍ ଏଇ ମନ୍ଦିରଟା ଭିଜିଟ୍ କରୁଛି। ବଟ୍ ଲିଟରାଲି ବହୁତ ସୁନ୍ଦର, ଯେହେତୁ ମନ୍ଦିର ଭିତରକୁ କ୍ୟାମେରା ଏଲାଉ ନାହିଁ, ତ ବାହାରୁ ହିଁ ସବୁ କିଛି କରିନେଇଛି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ନା ମନ୍ଦିରଟା। ମନ୍ଦିର ଭିତରେ ଆପଣ ବିଲିଭ୍ କରିବେ ବହୁତ ସୁନ୍ଦର ଥିଲା। ଆପଣ ଯେଉଁମାନେ ଯାଇଥିବେ ସେମାନେ ନିହାତି ଜାଣିଥିବେ। ତ ଆଜିକା ପାଇଁ ଏତିକି। ଗୁଡ୍ ନାଇଟ୍, ବାଏ ବାଏ।